ଆଜି ରାତିର 10ଟି ବଡ଼ ଖବର। କିସ୍ରେ ଅଭିଭାବକ ସମ୍ମିଳନୀ, 1.5 ଲକ୍ଷ ଜନଜାତିଙ୍କ ସମାବେଶ। ବାରାଣାସୀରେ ଚାଲିଥିଲା ରୋଡ୍ ଶୋ, ଆମ୍ବୁଲାନ୍ସ ଦେଖି ନିଜ ଗାଡ଼ି ଅଟକାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବଲିଉଡର ଭାଇଜାନ ସଲମାନ ଖାନଙ୍କ ଭିଣୋଇ ତଥା ଅଭିନେତା ଆୟୁଷ ଶର୍ମାଙ୍କୁ ନେଇ ଏକ ବଡ଼ ଖବର ଆସିଛି। ମୁମ୍ବାଇରେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। କଟକ ବାରବାଟୀ ହେବ ବିଶ୍ୱସ୍ତରୀୟ କ୍ରିକେଟ ଷ୍ଟାଡିୟମ। ଖର୍ଚ୍ଚ ହେବ 600 ରୁ 700 କୋଟି। ଅଟୋକୁ ଧକ୍କା ଦେଲା ହାଇୱା, 5 ମୃତ। ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ତେଲେଣ୍ଡିହି ଛକଠାରୁ ଅନତି ଦୂରରେ ଅଟୋକୁ ଧକ୍କା ଦେଇଛି ହାଇୱା। ମୃତ୍ୟୁ ବାପନାରେ ରାସନ ସାମଗ୍ରୀ ହଡପ କରୁଛି ଡିଲର ପୁଅ, କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ବ୍ଲକ କଳମିଶ୍ର ପଞ୍ଚାୟତରେ। ଜଗା ମୁଣ୍ଡରେ ଲାଗିବ କୃତ୍ରିମ ଖପୁରି, ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କଲେ ଦିଲ୍ଲୀ ଏମ୍ସ ଡାକ୍ତର। ବିହାରରେ ପୂଜାରୀଙ୍କୁ ଗୁଳି କରି ହତ୍ୟା, ତାଡ଼ି ନେଲେ ଆଖି, କାଟିଦେଲେ ଗୁପ୍ତାଙ୍ଗ। ଆଜି ଦିନରେ ପ୍ରଭୁ ଶ୍ରୀରାମଙ୍କ ସହ ମାତା ସୀତାଙ୍କର ହୋଇଥିଲା ବିବାହ। ଲିବ୍ୟା ସମୁଦ୍ରର ବଡ଼ ଦୁର୍ଘଟଣା। ସମୁଦ୍ରରେ ଯାତ୍ରା କରିଥିଲେ ଶରଣାର୍ଥୀ, ହଠାତ୍ ମଝି ସମୁଦ୍ରରେ ପାଣି ସୁଅରେ ବୁଡ଼ିଗଲା ଜାହାଜ। ଫଳରେ ଦୁର୍ଘଟଣାରେ ଚାଲିଗଲା 61 ଜଣ ଶରଣାର୍ଥୀଙ୍କ ଜୀବନ। ଆଜି ରାତିର 10ଟି ବଡ଼ ଖବରକୁ ଏଇଠି ରଖୁଛୁ। ନମସ୍କାର।